ପ୍ରେମ କଳ୍ପତରୁ ଗୁରୁଦେବଙ୍କ ପଦାବ୍ଦରେ ଭକ୍ତିପୂତ ପ୍ରଣାମ। ଜଣେ ସମଗ୍ର ପୃଥିବୀ ସମଗ୍ର ଦେଶର ଆମ ଜୀବନ ଓ ପରିବାରର ଶାନ୍ତି କାମନା କରୁଛି। ବର୍ତ୍ତମାନ ଶିଶୁ ଅନନ୍ତଙ୍କ ପୀଠସ୍ଥଳୀରେ ଅକ୍ଷୟ ତୃତୀୟା ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଗୋଟେ ମେଳା ଅନୁଷ୍ଠିତ ହୁଏ। ପୂର୍ଣ୍ଣମୀ ଠାରୁ 7 ଦିନ ପର୍ଯ୍ୟନ୍ତ ଗୋଟିଏ ଠାକୁରଙ୍କୁ ଗୋଟିଏ ବ୍ରହ୍ମ ସେବା ନାମରେ ଗୋଟିଏ ସେବା ସମର୍ପଣ ହୁଏ। ଏ ସମସ୍ତ କାର୍ଯ୍ୟ ଭକ୍ତମାନେ ହିଁ କରନ୍ତି, କିନ୍ତୁ ଉଦ୍ଦେଶ୍ୟ ଥାଏ ଯେ ଆମେ ତ ବିଶ୍ୱ ପାଇଁ କ'ଣ କରିବା ନ କରିବା ସେ ତ ଆମ ହାତରେ ନାହିଁ। ଆମେ ଅନ୍ତତଃ ସେଇ ବିଶ୍ୱପତିଙ୍କୁ ପ୍ରାର୍ଥନା ମାଧ୍ୟମରେ କିଛି କହିବା ବା ଜଣେଇବା, ଏଇଟା ହେଉଛି ଆମର କର୍ତ୍ତବ୍ୟ। ମୁଁ ଏଇ ଖରା ଦିନରେ ଅସହ୍ୟ ଗରମ ଅସହ୍ୟ କ୍ଳାନ୍ତିରେ ପ୍ରାୟ ବହୁ କାର୍ଯ୍ୟକ୍ରମ କଲି ଏବଂ ସେ ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ଅଳ୍ପ ବହୁତ ଶେଷ ହେଲା। କିନ୍ତୁ ଅନେକ ଜାଗାରେ ଫୁଲ ଫଳ ଏହାକୁ ଦିଅନ୍ତିନି, ଫୁଲ ଦିଅନ୍ତି। କେବଳ ପଇସା ଖର୍ଚ୍ଚ କରି ଗୋଟେ ଫୁଲ ଦୋକାନରୁ ଫୁଲ କିଣିକି ବେକରେ ଦିଅନ୍ତି। ସିଏ ଫୁଲରେ ଏମିତି ତାକୁ କେମିକାଲ ସବୁ ଲାଗିଥିବ, ସେଗୁଡ଼ିକ ଯଦି ନ ପକାଇବ ତାଙ୍କ ମନ ଦୁଃଖ, ଯଦି ପକାଇଲ ଯେଉଁମାନେ ବଳିଆର କାର୍ଯ୍ୟ ପାଇଁ ଏଠି ଅଛନ୍ତି ସେମାନଙ୍କ ମନ ଦୁଃଖ। କାରଣ ଜାମା ଗୁଡ଼ିକ ସବୁ ଇଏ ଫୁଲ ଧିରେ ନଷ୍ଟ ହେଇଯାଉଛି। ଯଦି ଗୋଟିଏ କନିଅର ଫୁଲ କିମ୍ବା ଟଗର ତରାଟ ଫୁଲ କି କୁସୁମ ଫୁଲ କି ଗୋଲାପ ଫୁଲ ଯଦି ଗୋଟିଏ ଦେଇପାରିବ ସେତିକି ବି ଯଥେଷ୍ଟ। ଫୁଲ ସାଙ୍ଗରେ ଫଳଟିଏ ଯଦି ଆଣିବ ସେ ଆହୁରି ଭଲ। ତାକୁ ମଣିଷକୁ ଦିଆଯିବ କିମ୍ବା ଗୋମାତାଙ୍କୁ ଦିଆଯିବ କି ଜଣେ ଜୀବକୁ ଦିଆଯିବ। କିନ୍ତୁ ଗୀତାରେ ମଧ୍ୟ କହିଲେ ପତ୍ରଂ ପୁଷ୍ପଂ ଫଲଂ ତୋୟମ୍। ତେଣୁ ଆମେ ଭାବୁଛୁ ଫୁଲ ଚନ୍ଦନ ଯେତେ ଆମେ ଦେଇପାରିବୁ, ଯେତେ ଦେବୁ ତୁଳସୀ ବେଲପତ୍ର ଫୁଲ ଚନ୍ଦନ ଅଗୁରୁ କସ୍ତୁରୀ
ଝୁଣା ଗୁଗୁଳ ଯେତେ ଦେବୁ ଭଗବାନଙ୍କର କୃପା ବା ଆଶୀର୍ବାଦ ସେତିକି ମିଳିବ। କିନ୍ତୁ ମୋତେ ସେ କଥାଟାକୁ ମୁଁ ଠିକ୍ ଭାବରେ ଗ୍ରହଣ କରିପାରେ ନା। ଫୁଲ ଫୁଟିଛି ଜଗତେ, ଫୁଲର ବାସନା ସିନା ଜାଣନ୍ତି ଭଗତେ। ଆଜି ଯେଉଁ ବିଶ୍ୱ ଯେଉଁ ପରିସ୍ଥିତିରେ ଗତି କରୁଛି, ଆପଣମାନେ ନିଜ ନିଜ ଘରେ ବସି ସେ ଶୋଇଲା ବେଳେ ହଉ ବସିଲା ବେଳେ ହଉ ଟିଭି ଦେଖିଲା ବେଳେ ହଉ ଯେତେବେଳେ ବି ହଉ ଇଏ ପୃଥିବୀର ଯେଉଁ ଧ୍ୱଂସ ଲୀଳା ବର୍ତ୍ତମାନ ଚାଲିଛି, ସୈନ୍ୟ ମରୁଛନ୍ତି, ସାଧାରଣ ଲୋକ ମରୁଛନ୍ତି, ଛୋଟ ଛୋଟ ପିଲାମାନେ ମରୁଛନ୍ତି, କେତେ ସାଧାରଣ ଜୀବନ ଚାଲି ଯାଉଛି। ଏ ବିଷୟରେ ଆପଣ କାହାକୁ ଫୁଲଟିଏ ଦେଇ ପ୍ରଣାମ କରିଛନ୍ତି? ଏ ବିଶ୍ୱର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି? ଯଦି କରିନାହାନ୍ତି ଇଏ ପୂଜା ନିଷ୍ଫଳ। ବର୍ତ୍ତମାନ ହନୁମାନଙ୍କର ଗୋଟେ ଯୁଗ ଆସିଛି। ବହୁ ଜାଗାରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା ହେଉଛି। କେଉଁ ହନୁମାନଙ୍କ ପାଖରେ ବିଶ୍ୱର ଶାନ୍ତି ପାଇଁ କିଏ ପ୍ରାର୍ଥନା କରିଛି? କେବଳ ସେଇ ଫୁଲ ଫଳ ଆଉ ଗୋଟେ ହେଉଛି ଯଜ୍ଞ। ଘିଅ ପଛକେ ମିଳୁ ନ ମିଳୁ ଗୁଡ଼ିଏ ବ୍ରାହ୍ମଣ ଆସିବେ ଏବଂ ସେ ମାଇକି ନ ନାଗିଲେ ବି ସେମାନେ ମନ୍ତ୍ର ପଢ଼ିବେନି। ତାଙ୍କ ମନ୍ତ୍ର ଲୋକମାନେ ଶୁଣିଲା ଭଳି ଯଦି ନହେବ ତାଙ୍କ ମନ ଫିକା ପଡ଼ିଯିବ। ଗୋଟିଏ ମାଇକି ଲାଗିବ, ସେ ସେଥିରେ ଗୁଡ଼ିଏ ମାନେ ମନ୍ତ୍ର ପଢ଼ନ୍ତି, ମନ୍ତ୍ର ବି ଶୁଦ୍ଧ ପଢ଼ନ୍ତି, କିନ୍ତୁ ଭକ୍ତିଟା ସେଇଠି ନାହିଁ। ଭକ୍ତି ଅଛି ବ୍ୟାକୁଳତାରେ, ଆନ୍ତରିକତାରେ, ସେବାରେ, ପ୍ରେମରେ। ଇଏ ମାଇକି ଭିତରେ କ'ଣ, ମାଇକି ଭିତରେ, ଡିଜେ ଜେନେରେଟର ଭିତରେ, ତାରି ଭିତରେ କ'ଣ ଭକ୍ତି ଅଛି? ତେଣୁ ଭକ୍ତି ଉପୁଜିବ ଯେବେ ଛାଡ଼ିବ ସର୍ବକର୍ମ ଦେବେ। ବର୍ତ୍ତମାନର ବିଶ୍ୱ ଶାନ୍ତି ପାଇଁ ସେ ଯାଗଯଜ୍ଞ ଯଦି କରିବେ ଆମେ କ'ଣ ମନା କରିବୁ କି? ଆପଣମାନେ କରନ୍ତୁ, କିନ୍ତୁ ଆମ ମତରେ ବିଶ୍ୱର ଶାନ୍ତି ପାଇଁ 5ଟି ଗଛ ଅନ୍ତତଃ ପଞ୍ଚବଟୀଙ୍କ ନାମରେ ତାକୁ ସମାଜକୁ ସମର୍ପଣ କରନ୍ତୁ। 5ଟି ଗଛ ଲଗାନ୍ତୁ ଆଉ ବଞ୍ଚାନ୍ତୁ। ମନ୍ଦିରର କିଛି ଆବଶ୍ୟକ ନାହିଁ। ସେଇ ବୃକ୍ଷ ମାଧ୍ୟମରେ ମନ୍ଦିରର ଦେବତା ଆପଣମାନଙ୍କୁ ଅନେକ ବର ଦେବ। ଦ୍ୱିତୀୟ କଥା ହେଉଛି, ଯେଉଁଠି ଆପଣମାନେ ଦେଖୁଛନ୍ତି କିଛି ଅଳିଆ ଆବର୍ଜନା ତାକୁ ପରିଷ୍କାର କରନ୍ତୁ, କିମ୍ବା ତାକୁ ଗୋଟାଏ ଜାଗାରେ ରଖି ତାକୁ ସାର ପ୍ରସ୍ତୁତ କରନ୍ତୁ। ଯେଉଁଟା ବିଲରେ ପଇଲେ ବିଲ ଉର୍ବର ହେବ। ତୃତୀୟ କଥାଟି ହେଉଛି, ଆମେ ତ ସମସ୍ତେ ମଦ ଗଞ୍ଜେଇ ବା ଯେଉଁ ଯାହା ଆମେ ତ ଯାହା ଖାଉଛୁ, କିନ୍ତୁ ତାର ଅପକାରିତା କେତେ ସେଥିପାଇଁ ସ୍ଥାନେ ସ୍ଥାନେ
ଏଇ ଯେଉଁ ସବୁ ଯୁବ ମେଳା ବା ଏଇ ସବୁ ଯେଉଁ ବେଳେବେଳେ ଆପଣମାନେ ବହୁତ ଯୁବ ମେଳା ଗଣେଶ ପୂଜା ମାନେ ଏ ଗାଁର ଏ ମୁଣ୍ଡରେ ଗୋଟେ ପୂଜା ସେ ଗାଁରେ ସେ ମୁଣ୍ଡରେ କିନ୍ତୁ ପାଠ ପଢ଼ିଥିବା ପିଲା ଶିକ୍ଷିତ ପିଲା ସେ ଭଲ ଭାବରେ ଜାଣିଛନ୍ତି ଏମିତି ମାଇକି ଲଗେଇ ଡିଜେ ଲଗେଇ ଏଇ ଯେଉଁ ଆମର ପୂଜା ଚାଲିଛି ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି ବାୟୁମଣ୍ଡଳ ପ୍ରଦୂଷଣ ହେଉଛି ଯେଉଁମାନେ ୟାକୁ ଜାଣିଛନ୍ତି ସେ ପାଠ ପଢ଼ିଛନ୍ତି ସେଇମାନଙ୍କ ଭିତରେ ପ୍ରତିଯୋଗିତା ହେଉଛି ଏ ସୁନ୍ଦର ପରିବେଶକୁ ଆମେ ଧ୍ୱଂସ କରିବୁ ଆଉ ଯେପରି ଯୁଦ୍ଧ ଲାଗିଛି କେତେ ସୁନ୍ଦର ଅଟ୍ଟାଳିକା ଦର୍ଶନୀୟ ସ୍ଥାନ କେତେ କ'ଣ ମନ୍ଦିର ମସଜିଦ ଚର୍ଚ୍ଚ ସବୁ କିଛି କେତେ ନଷ୍ଟ ହେଇଗଲାଣି ତାକୁ ପୁଣି ପୂର୍ଣ୍ଣ କରିବା ପାଇଁ ଆମକୁ 50 ବର୍ଷ ବି ଲାଗିପାରେ। ତେଣୁ ସବୁବେଳେ ଆପଣମାନେ ସଚେତନ ହୁଅନ୍ତୁ। ବଳିଆ ଏଇଠି କଥା କହୁଛି ଏଇ ବର୍ତ୍ତମାନ ଜଣେ ମା ଜଣେ ପୁରୁଷ ଲୋକ ସେ ଏଇଠି ବର୍ତ୍ତମାନ କହିକିରି ଗଲେ ଯେ ମୁଁ ପ୍ରତ୍ୟେକ ଦିନ ଆପଣଙ୍କର ଏ ଲାଇଭଟାକୁ ମୁଁ ଶୁଣେ ମୋତେ ବହୁତ ଭଲ ଲାଗେ। ଯଦି ଭଲ ଲାଗୁଛି ତାହେଲେ ଅନ୍ୟକୁ ବୁଝାନ୍ତୁ ପରାମର୍ଶ ଦିଅନ୍ତୁ ପିଲାମାନଙ୍କୁ ଅନ୍ତର ଶୁଣିବା ପାଇଁ ତାଙ୍କୁ ନିବେଦନ କରନ୍ତୁ। ତାଙ୍କୁ ତ ମାନେ ଶାସନ ଭାଷାରେ ଡାକିଲେ ଶୁଣିବେନି ତାଙ୍କୁ ନିବେଦନ କରନ୍ତୁ। ଏ ସମାଜ ଆଜି ନିଶାସକ୍ତ ପରିବେଶ ମୁକ୍ତ ତେଣୁ ଏ ସମାଜରେ ଆଉ ସବୁ ମିଳୁଛି କିନ୍ତୁ ଶାନ୍ତି ମିଳୁନି ଯାହାକୁ ଆମେ କହୁଛୁ ଇଂରାଜୀରେ ପିସଫୁଲ ଲାଇଫ ପିସଫୁଲ ଫ୍ୟାମିଲି ପିସଫୁଲ ସୋସାଇଟି ପିସଫୁଲ ୟୁନିଭର୍ସ ଏ ସବୁ ଆଜି ଡିଷ୍ଟର୍ବ ହେଇଯାଇଛି। ଯଦି ଏବେଠାରୁ ଶାସକ ପ୍ରଶାସକ ସାଧୁ ସନ୍ଥ ଜ୍ଞାନୀ ପଣ୍ଡିତ ମାନେ ଏବେଠାରୁ ଯଦି ଚେଷ୍ଟା ନ କରିବେ ଆଉ 20-25 ବର୍ଷ ପରେ ହୁଏତ ଆମେ ଥିବୁ ନଥିବୁ କିନ୍ତୁ ସେତେବେଳେ ଆପଣମାନେ ଭଲ ଭାବରେ ଉପଲବ୍ଧି କରିବେ ଯେ ଆଜି ଏ ବିଶ୍ୱଟା କ'ଣ ଥିଲା ଏବଂ ଆଜି ବିଶ୍ୱ କେଉଁ ପରିସ୍ଥିତିରେ ପହଞ୍ଚିଛି। ତେଣୁ ଏ ଅହଙ୍କାରୀ ନେତାମାନଙ୍କୁ ବସେଇ ଦିଅ ତମ ବିପ୍ଳବ ଏମିତି ହଉ ତାଙ୍କୁ ବସେଇ ଦିଅ ଆପଣମାନେ ବସନ୍ତୁ ଆମେ ନେତୃତ୍ୱ ନେବୁ। ଯେଉଁଠି ଗଛ କାଟିବା ପାଇଁ ଯାଉଛନ୍ତି ସେ ଗଛ ଚାରିପାଖେ ତକ ଠିଆ ହେବ ଆଗେ ଆମକୁ ହାଣ ତାପରେ ଗଛକୁ ଆଣିବ ସେଇ ହେବ ଭଗବାନଙ୍କର ପୂଜା। ସେଇ ଗଛର ଫଳ ମଣିଷ ପାଇଁ ଦରକାର। ତମେ ଆଜି ଆମ୍ବ ଖୋଜୁଛ ଆମ୍ବ ଗଛ ଯଦି ନାହିଁ ଆମ୍ବ କୋଉଠି ପାଇବ? ଆଉ ଗୋଟେ ଦେଉଳ ଭିତରକୁ ଯାଇକିରି ସେ ପାଚେରୀ କୋଠା ଏଇ ଯେଉଁ ପଥର ତିଆରି ମନ୍ଦିରରେ ଯଦି ଆମ୍ବ 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 କହି ଚିଲେଇବ କୋଉଠୁ ଆମ୍ବ ଆସିବ?
ତେଣୁ ଭକ୍ତି ହେଉଛି ଭକ୍ତିଟା ଥିଓରି ନୁହେଁ, ଭକ୍ତିଟା ହେଉଛି ପ୍ରାକ୍ଟିକାଲ। ଗଛ ଲଗାଅ, ପରିବେଶ ବଞ୍ଚାଅ। ଛୋଟ ପରିବାର ହଉ ବୃହତ ପରିବାର ହଉ, ପରିବାରକୁ ସବୁବେଳେ ସଜାଡ଼ିବା ପାଇଁ ପ୍ରଯତ୍ନ ହବ। ତେଣୁ ଏହି ପବିତ୍ର ମେଳାତ୍ସବ, ଚତୁର୍ଦ୍ଦଶୀ ମେଳା ଉତ୍ସବରେ ଆପଣମାନଙ୍କ ପାଇଁ ଏତିକି କଥା, ବହୁତ କଥା ଅଛି, କିନ୍ତୁ ଏତିକି କହିଲି, ବିଶ୍ୱ ଶାନ୍ତି ଆମର କାମ୍ୟ।